जयंती मंगला काली भद्रकाली कपालिनी दुर्गा क्षमा शिवा धात्री स्वाहा स्वाधा नमस्तुते। प्रभु अनंत शिशु अनंत शिशु अनंत कहले शिशु रूप रे अनंत। यही समयटा केतेबेले जेतेबेले शिशु रूप रे श्रीकृष्ण बलराम नंद मंदिर रे बा यशोदा कोल बढ़ुले खेलुले से समयटी होची शिशु अनंत। गोपरु मथुरा पर्यंत से जितेबाला आसीचंती से शिशु अनंत रूप में आसीचंती। कुबुजा सुदामा माली यही सबू प्रसंग गुड़िक आपण मान जो भागवत शुणती सी हूँ शिशु अनंतर पवित्र लीला। शिशु कहले सूक्ष्म जे सनातन जे अच्छन्ति थिले वो रहिबे तांको रूप होउची सूक्ष्म अर्थात गोटे ज्योति स्वरूप किंतु से खाली आखिरे आम मानकर ये आखिरे देखा जाती नहीं किंतु जोगी ऋषि मुनि माने तांको लाभ करिसंती एवं से माने कहिसंती से होउचंती निराकार किंतु प्रकृत रे से निराकार होउचंती बलिया र चिंतारे से होउचंती एकमात्र साकार। आउ सबु परिवर्तन हो जाए से किंतु परिवर्तन हुअंती नहीं। जे थिले अच्छन्ति रहिबे सृष्टि परिवर्तन हो जिवो किंतु से परिवर्तन हेबे नहीं। तेणु सृष्टिर प्रत्येक द्रव्य धरतु गोटे पहाड़ से पहाड़र आउ गोटे अवतार हूँ पत्थर पत्थर ताको गुंड करदे से गोटा हो जाए बाली किंतु बालीर काम पत्थर करे ना पत्थर काम पर्वत करे ना। ये सबू मूर्ति हूँ पर्वत बा पहाड़ किंतु एमाने जिते रूप बदलैले भी मध्य तार शक्ति सामर्थ्य होची सूक्ष्म अर्थात निराकार। ये सुंदर पृथ्वी रे आमे जहा देखुचे सबु होचंती निराकार अर्थात सबु भितरे से अच्छन्ति किंतु परिवर्तन होचंती। जे आदौ परिवर्तन हुअंती नहीं से होचंती साकार किंतु आमे ताकू भावना रे गोटे आमर कहिबार लागिचु से होचंती निराकार। आमे ये मूर्ति पूजा से अमुक पूजा ये गुड़ा सब साकार। ये गोटे शब्द किंतु सेही शब्द को बलिया चिंता करी कहूची से परमात्मा होचंती एकमात्र से निराकार परमात्मा होचंती एकमात्र साकार। सृष्टिर प्रतिटी द्रव्य भितर जो सूक्ष्म शक्ति बा सूक्ष्म रूप रही से होचंती निराकार। निराकार अनेक हो पारती किंतु साकार एक रु दुई हवा माने दुई हबार प्रमाण नहीं। कल भागवत कहते प्रथम एक ब्रह्म थिला अर्थात साकार रूप थिला द्वितीय प्रकृति होइला तापर प्रकृति है प्रकृति कले पृथ्वी
ତେବେ ଯାହା ହଉ ଏଇ ଶିଶୁ ଅନନ୍ତ ହେଉଛନ୍ତି କୃଷ୍ଣ ବଳରାମଙ୍କର ଅବତାର ଏବଂ ଏଇ ଶିଶୁ ଅନନ୍ତ ହେଉଛନ୍ତି ସୂକ୍ଷ୍ମ ଆଉ ସ୍ଥୂଳ ଅର୍ଥାତ୍ ଏଇ ଶିଶୁ ଅନନ୍ତ ହେଉଛନ୍ତି ସୃଷ୍ଟି ଏବଂ ସ୍ରଷ୍ଟା। ଏଇ ଶିଶୁ ଅନନ୍ତ ହେଉଛନ୍ତି ସାକାର ଓ ନିରାକାର। ଧରନ୍ତୁ ଆମେ ଜଗନ୍ନାଥଙ୍କ କଥା କହିବା, ଜଗନ୍ନାଥ ହେଉଛନ୍ତି ଜଗନ୍ନାଥଙ୍କର ମୂର୍ତ୍ତି ହଉ ସାକାର ହେଇପାରେ, କିନ୍ତୁ ତାରି ଭିତରେ ଲୁଚି ରହିଛନ୍ତି ନିରାକାର। ତେଣୁ ଜଗନ୍ନାଥ ହେଉଛନ୍ତି ପ୍ରକୃତରେ ନିରାକାର। ମୂର୍ତ୍ତିଟା ପରିବର୍ତ୍ତନ ହେଉଛି କିନ୍ତୁ ନିରାକାର ପରିବର୍ତ୍ତନ ହେବେ ନାହିଁ, ଅର୍ଥାତ୍ ବ୍ରହ୍ମ ପରିବର୍ତ୍ତନ ହୁଏ ନାହିଁ। ତେଣୁ ଶିଶୁ ଅନନ୍ତ ଏ ଶବ୍ଦର ମହିମା ଏକ ସ୍ୱତନ୍ତ୍ର। ଯେମିତି ଆମର ବିଭିନ୍ନ ଧାମମାନଙ୍କରେ କ୍ଷେତ୍ରେଶ୍ୱରୀ ମାନେ ଅଛନ୍ତି, ପୁରୀ ଶ୍ରୀକ୍ଷେତ୍ରରେ ଯେମିତି ବିମଳା ମହାଲକ୍ଷ୍ମୀ, ଆମେ ତ ଶ୍ରୀକ୍ଷେତ୍ର ସହିତ ଆମର ଏଇ ଶିଶୁ ଅନନ୍ତଙ୍କର କ୍ଷେତ୍ରକୁ ସମାନ କରିବା ବା ତୁଳନା କରିବା ଆଦୌ ସମୀଚୀନ ହେବ ନାହିଁ, এটা ଭୁଲ ହେଇଯିବ। କିନ୍ତୁ ଏଇ ଶିଶୁ ଅନନ୍ତଙ୍କ ପବିତ୍ର ପରିବାର ତୀର୍ଥରେ ଇଏ ପରିବାର ତୀର୍ଥ ଯେତେବେଳେ ବିଷ୍ଣୁପାଦ ତୀର୍ଥ ଗୟାରେ ବଳିଆ ବିଶ୍ରାମ ନେଇଛି, କେହି ଜଣେ ଆସି କହିଛନ୍ତି ଶିଶୁ ଅନନ୍ତ କ୍ଷେତ୍ରକୁ ପରିବାର ତୀର୍ଥରେ ନାମିତ କର। ସେଇଦିନ ଠାରୁ ପରିବାର ତୀର୍ଥ ଦିଆହେଇଛି। ସେଇ ବିଷ୍ଣୁପାଦ ତୀର୍ଥରେ ମଧ୍ୟ ଗୋଟିଏ ସ୍ୱପ୍ନରେ ଆସିଲେ ଯେ ପାଦ ଦୁଇଟି ତିଆରି କରି ଅଳିଆ ଗଦାରେ ପଡ଼ିଛନ୍ତି। ତୁମେ ବିଷ୍ଣୁପାଦଙ୍କୁ ଧ୍ୟାନ କରୁଛ, କିନ୍ତୁ ତୁମେ ଯେଉଁ ତିଆରି କରିଥିଲ ପାଦ, ସେ ପାଦକୁ ତୁମେ ଅଳିଆ ଗଦାରେ ଫିଙ୍ଗି ଦେଇଛ। ମାନେ ମୁଁ ଯାହା କହିଲି ସେଇଆ ଯେ ସେ କହିଲି ତା ନୁହେଁ, କିନ୍ତୁ ମୋଟାମୋଟି ସ୍ୱପ୍ନରେ ଏମିତି ଗୋଟେ ଜଣାଗଲା ଯେ ଆମେ ଗୋଟେ ଦୁଇଟି ପାଦ ତିଆରି କରିଥିଲୁ, ତାକୁ କୋଉଠି ସ୍ଥାପନ କରି ପୂଜା କରିବୁ କି କ'ଣ କରିବୁ, କିନ୍ତୁ ତା ଉପରେ ଆଉ ନଜର କାର ନାହିଁ କି ଆମର ବି ନାହିଁ, ସେ କେଉଁଠି ଅଳିଆ ଗଦାରେ କେଉଁଠି ଅଛନ୍ତି। ମୁଁ ସେଇଠୁ ରହିକି ଫୋନ୍ କଲି ଏବଂ ସେ ପାଦ ଏବେ ବି ଉଦ୍ଧାର ହେଇଛନ୍ତି ଏବଂ ଦୁଇଟି ପାଦ, ମାନେ ଗୋଟିଏ ପଦ୍ମ ଉପରେ ଦୁଇଟି ପାଦ ଅଛି, ଆଉ ଗୋଟିଏ ପଦ୍ମ ଉପରେ ଦୁଇଟି ପାଦ ଅଛି। ତେଣୁ ତାକୁ ଆମେ ଗୁରୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲୁ, ଜଣେ ବାୟା ଆଉ ଜଣେ ବୈକୁଣ୍ଠ। ଏବେ ବି ତାଙ୍କୁ ସ୍ମରଣ କଲାବେଳେ ମୁଁ ବାୟା ବୈକୁଣ୍ଠ ରୂପରେ ସ୍ମରଣ କରେ। ସେଇ ପାଦକୁ ମଧ୍ୟ ବିଷ୍ଣୁପାଦ, ଗୟାର ବିଷ୍ଣୁପାଦ ବୋଲି ମୋର ସ୍ମରଣ ଭିତରେ ମୁଁ ରଖେ। ତେଣୁ ଏଇ ପରିବାର ତୀର୍ଥ ଶିଶୁ ଅନନ୍ତ କ୍ଷେତ୍ରରେ କ୍ଷେତ୍ରେଶ୍ୱରୀ ହେଉଛନ୍ତି ଜ୍ୟୋତିର୍ପ୍ରଭା ଏବଂ ଦକ୍ଷିଣରେ ରହିଛନ୍ତି ଜ୍ୟୋତିର୍ପ୍ରଭା, ଉତ୍ତରରେ ରହିଛନ୍ତି ରାମଚଣ୍ଡୀ। ରାମ ରୂପେ ତୁମେ ବଧିଲ ରାବଣ, ଚଣ୍ଡୀ ରୂପରେ ମହିଷା। ଏଣୁ ରାମଚଣ୍ଡୀ ନାମକୁ ବହିଲ, ଲୋକରେ ଦେଲ ଭରସା। ଏଇ ରାମଚଣ୍ଡୀ ଅଛନ୍ତି ଦରିଆ କୂଳରେ, ଏଇ ରାମଚଣ୍ଡୀ ଅଛନ୍ତି ଜମ୍ବୁ, କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ନିକଟରେ। ଏଇ ରାମଚଣ୍ଡୀ ଅଛନ୍ତି ଆଶ୍ରମରେ ଅନନ୍ତ ସରୋବର ନିକଟରେ। ଜ୍ୟୋତିର୍ପ୍ରଭା ହେଉଛନ୍ତି ବିଦ୍ୟାଦାୟିନୀ, ବୁଦ୍ଧିଦାୟିନୀ, ବିଚାରଦାୟିନୀ, ବିବେକଦାୟିନୀ। କାଲି ମଧ୍ୟ ମୁଁ ସେ କଥା କହିଥିଲି
ଏବଂ ରାମଚନ୍ଦ୍ର ହେଉଛନ୍ତି ଦୁଃଖ ବିନାଶିନୀ, ବ୍ୟାଧି ବିନାଶିନୀ, ସମସ୍ୟା ବିନାଶିନୀ। ସେହି ରୂପରେ ସେ ପୂଜା ପାଉଛନ୍ତି। ଆସନ୍ତାକାଲି ତାଙ୍କର ମଧ୍ୟ ଗୋଟେ ମାର୍ଜନା କରାଯିବ। ଗତକାଲି ସନ୍ଧ୍ୟାରେ ତାଙ୍କ ଉଦ୍ଦେଶ୍ୟରେ 3 ଜଣ ବ୍ୟକ୍ତିଙ୍କ ପାଇଁ ବଳିଆ ଆହୁତି ପ୍ରଦାନ କରିଥିଲା। ଆଉ ଶିଶୁ ଅନନ୍ତ ତ ଆମ ପାଇଁ ସବୁ କିଛି। ସେ ଶିଶୁ ଅନନ୍ତ ଆମ ପାଇଁ ରାମଚନ୍ଦ୍ର, ସେଇ ଶିଶୁ ଅନନ୍ତ ଆମ ପାଇଁ ଜଗନ୍ନାଥ, ସେଇ ଶିଶୁ ଅନନ୍ତ ହେଉଛନ୍ତି ଆମ ପାଇଁ ଜ୍ୟୋତିପ୍ରଭା, ସେଇ ଶିଶୁ ଅନନ୍ତ ଆମ ପାଇଁ ଶାରଦା। ଅନନ୍ତ ନାମେ ଅନ୍ତ ନାହିଁ, ଅଣ ଅକ୍ଷର ଯାର ରହି। ଆଜି ଦେଖାଯାଉଛି ଜ୍ୟୋତିପ୍ରଭାଙ୍କର ଯେଉଁ ମୂର୍ତ୍ତିଟି ଥିଲେ ତାକୁ ଆମେ ତାଳଦଣ୍ଡାକୁ ପଠେଇଦେଲୁ। ଶ୍ରୀ ଜଗନ୍ନାଥ ମନ୍ଦିର ତିଆରି ହେଉଛନ୍ତି, ଆମେ କହିଲୁ ଏ ମୂର୍ତ୍ତିକୁ ସେଇଠି ସ୍ଥାପନ କର। ସେ ଜ୍ୟୋତିପ୍ରଭା ଯେଉଁ ହୁଙ୍କା ଭିତରେ ପୂଜା ପାଉଥିଲେ ସେ ଗୋଟେ ଶାରଦାଙ୍କର ମୂର୍ତ୍ତି ଅଙ୍କିତ ହେଇଛି। ସେଠି ଉଇ ମାନେ ପୁଣି ସେ ହୁଙ୍କା ରୂପରେ ପୁଣି ସେଠି ଆବିର୍ଭାବ ହେଲେଣି। ଆମେ ଚାହିଁଲେ ଘୋଳ ଦହି ପକେଇକିରି ସେ ଉଇ ଗୁଡ଼ିକୁ ମାରିଦେଇ ଆମେ ତାକୁ ପୂଜା କରିପାରିବୁ, କିନ୍ତୁ ମୁଁ ମନା କଲି, ତା ନୁହେଁ। ସେ ପ୍ରକୃତି ରୂପିଣୀ ପାର୍ବତୀ, ପ୍ରକୃତିକୁ ବାଟ ଛାଡ଼, ସିଏ ତାର ବାଟରେ ଯାଉ। ଆମେ ପ୍ରକୃତିକୁ ଯେତିକି ବିରୋଧ କରିବା ଆମେ ସେ ସମସ୍ୟାର ସେତିକି ସମ୍ମୁଖୀନ ହେବା। ହେଇପାରେ ମୂର୍ତ୍ତି ଉଇ ହୁଙ୍କାରେ ପୁଣି ପରିଣତ ହୋଇଯାଇପାରେ। ମୂର୍ତ୍ତି ଆଉ ନୂଆ ଆମେ ନ ବସେଇବୁ, କିନ୍ତୁ ହୁଙ୍କା ତ ରହିବ। ହୁଂ କହିଲେ ହରି, ହୁଂ କହିଲେ ହନୁମାନ, ହୁଂ କହିଲେ ଦୁର୍ଗା। ଉଦ୍ଦିଷ୍ଟ ପୁରୁଷୀ କିଂସୁ ପିସି ଭୟମେ ସମୁପସ୍ଥିତଂ ଦରିଶକ୍ୟଂ ମଶକ ହୁଂ ଦୁଂ ଦୁର୍ଗେ ଭଗବତୀ ସମୟ ସ୍ୱାହା। ହୁଂ କହିଲେ ଦୁର୍ଗା, କା କହିଲେ କାୟା। ସୃଷ୍ଟି ହେଉଛି ଯାହାଙ୍କର ଶରୀର, ସ୍ରଷ୍ଟା ହେଉଛନ୍ତି ଯାହାଙ୍କର ଶରୀର। ସେଠି ମଣିଷ ଭିତରେ ହୁଙ୍କା ରୂପରେ ସେ ଆବିର୍ଭାବ ହୋଇଛନ୍ତି। ହୁଙ୍କା ବୋଲି ଆମେ ସମ୍ବୋଧନ କରିଛୁ, ଆମେ ନାଁଟାକୁ ଆମେ ଦେଇଛୁ, କିନ୍ତୁ ପ୍ରକୃତ ହୁଙ୍କାର ତତ୍ଵ ଗଭୀର। ହିନ୍ଦୀରେ ତାକୁ କୁହାଯାଏ ଡିମକ୍। ତେଣୁ ଇଂରାଜୀରେ କ'ଣ କୁହାଯାଏ ମୁଁ ସେଟା କହିପାରିବିନି। ତେବେ ସେଇ ଜ୍ୟୋତିପ୍ରଭାଙ୍କ ନିକଟରେ ଆମର କେବଳ ମାନସିକ ହେଉଛି, ଆମର ଗୋଟେ ମାନସିକ ଆମେ କରିବା। ଲୋକେ କ'ଣ କାମନା କରନା, କାମନା କରିବୁନି ତ ବଞ୍ଚିବୁ କେମିତି? କର୍ମ ହିଁ କାମନାର ସ୍ୱରୂପ, ଧର୍ମ ହିଁ କାମନାର ସ୍ୱରୂପ, ଜ୍ଞାନ ହିଁ କାମନାର ସ୍ୱରୂପ। କାମନାର ବିନାଶରେ ଦୁଃଖର ବିନାଶ ବୋଲି ଯେଉଁ ଭଗବାନ ବୁଦ୍ଧଙ୍କ ବାଣୀ କୁହାଯାଏ, ସେ କୋଉ କାମନା? କାମାସକ୍ତ ହୁଅ ନା, କାମୁକ ହୁଅ ନା, କ୍ରୋଧୀ ହୁଅ ନା, ଲୋଭୀ ହୁଅ ନା, ଅହଙ୍କାରୀ ହୁଅ ନା, ଈର୍ଷାନ୍ୱିତ ହୁଅ ନା। এই କାମନାକୁ ବିନାଶ ମାନେ ବିଶେଷ ଭାବରେ ନ୍ୟାସ କର। ବିନାଶ ଅର୍ଥ ଏଠି ବିଶେଷ ଭାବରେ ନ୍ୟାସ କର, ଅର୍ଥାତ୍ ତାକୁ ସଂଯମିତ କର, ଶୃଙ୍ଖଳିତ କର, ସମୟାନୁବର୍ତ୍ତିତାରେ ପରିଣତ କର। ସେଠି କାମନାର ବିନାଶରେ ଦୁଃଖର ବିନାଶ। এই ସୃଷ୍ଟି ଆଉ ସ୍ରଷ୍ଟା, ଶିଶୁ ଅନନ୍ତକୁ ଆମେ ଯଦି ସ୍ରଷ୍ଟା ବୋଲି ଚିନ୍ତନ କରିଛେ, ସୃଷ୍ଟି ହେଉଛି ଜ୍ୟୋତିପ୍ରଭା, ରାମଚନ୍ଦ୍ର, ଏସବୁ ସୃଷ୍ଟି। ଏ ହେଉଛନ୍ତି ସାକାର ନିରାକାର। এই ମୂର୍ତ୍ତିଙ୍କ ନିକଟରେ ଆମେ ସମସ୍ତେ ପ୍ରାର୍ଥନା କରିବା ଗୋଟିଏ କଥା, ସେ ହେଉଛି ଶାନ୍ତି। ଶାନ୍ତିପୂର୍ଣ୍ଣ ଜୀବନ
peaceful life, peaceful family, peaceful state, peaceful country, peaceful world, peaceful universe. ये होचंदी जो पीस जो शब्द इंग्राजी रो आमे कहूँ शांति वेद कहते ओम शांति ही ओम कौन शांति कहते से ब्राह्मण देवता माने तो मंत्र पढ़ती दौ शांति तामाने स्वर्ग शांति रो पृथ्वी शांति अंतरिक्ष शांति जो ग्रह तारा नक्षत्र मान देखा जाउछंती औषधय शांति वनस्पतय शांति खाली कहीदेले हेनी आम ए पाखे गछ काटिबा साढ़े यज्ञ बेले पढ़िया वनस्पत शांति तेणु वनस्पति सृष्टि कर वृक्षरोपण रे गुरुत्व दियो तुलसी गछटी हेले भी सी आमको औषध दे पारिबो बंचिबा पई अम्लजान भी दे पारिबो तेणु कहीं भावुच आमर जगह नहीं आमे बर गछ लगे पारिबुनी अस्वस्थ गछ लगे पारिबुनी सेतुर कौन मिलिबो तुलसी गछटी लगाओ यदि बिछुआटी गछटे भी लगेबो हुए तो से तुम धीरे बाजिले से कुंडे कांडे हम कि से अम्लजान दे पारिबो तार भी औषधीय गुण अच्छी सृष्टि रे एभली पदार्थ नहीं जो पदार्थ भितर औषधीय शक्ति नहीं जीवन दर्शन नहीं तेणु लाइफ बा जीवन होची गोटे सबुठारु ग्रेट तेणु जीवन को समीक्षा करवा होची गीता भागवत कुरान बाइबल इत्यादि ग्रंथ साहेब सबकिछि जीवन जोटी समीक्षा जीवन को जिते आम समीक्षा करिनु सेतबेले ग्लानि आपे आपे आसिबो आज पृथ्वी रे युद्ध लागिछि ध्वंसास्त्र तैयारी होउछि ध्वंसास्त्र बिक्री होउछि ध्वंसास्त्र को नहीं आज अनेक नाली आखि अन्य को देखौछंती प्रकृत में से शांतिर प्रतीक नुहंती शांतिर प्रतीक होउछि प्रेम अन्य को भल पाइबा तुम्हें जहाँ को बंधुक मुंदे शासन करने को चाहूच यदि से प्रेमर बन्या छुटे स्नेह ममतार बन्या छुटे से आपे आपे आमर प्राप्य आम पाई जाऊ लव इज गॉड पीस इज गॉड गॉड इज ओनली ऑलमाइटी ऑफ यूनिवर्स तेणु समस्त श्रोता दर्शक मान को शुभेच्छा जनाई वृक्षरोपण रे गुरुत्व दियो सरकार जोठी रास्ता ना रे किबा कौन से अनुष्ठान ना रे गछ काटुचंदी सेठी युवक माने तुम एकत्र हुआ पुओ झील पुओ खाली युवक माने मु कहूनी पुओ मान पुओ झील माने एकत्र होई सेठी दाबी जनाओ जेतिकी गछ काटुच तार 10 गुणा गछ कोउटी लगेइल आमको दिखई दियो से जगह गछ लगेइबा परे तुम गछ काट रास्ता आमर दरकार किंतु गछ होउची जीवन रास्ता तेणु सेटा को आम भूली जाऊँ मु अमुक विभागर मंत्री मु कहूँ रास्ता करिबा अर्बान मिनिस्टर अर्बान ऑफिसर किंतु जीवन होउची जंगल वृक्ष तरु तृणलता होउची गोटे वे ऑफ लाइफ प्रॉपर वे ऑफ लाइफ आमे प्रॉपर्टी को चिन्ही पारुछु किंतु प्रॉपर वे को आमे भूली जाउछु तो सेठी पई बलियार विनम्र निवेदन
ସେହି ସୃଷ୍ଟି ସ୍ରଷ୍ଟା ରୂପୀ ଅନନ୍ତ ଜ୍ୟୋତିପ୍ରଭା ରାମଚନ୍ଦ୍ରଙ୍କ ଶରଣରେ ପ୍ରଣାମ ଜଣାଉଛି। ମୋର ଗୁରୁବର୍ଗମାନଙ୍କୁ ଯିଏ ଯେଉଁ ଗୁରୁଙ୍କର ଶିଷ୍ୟ ହୁଅନ୍ତୁ, ସବୁ ଗୁରୁ ହେଉଛନ୍ତି ମୋ ଗୁରୁ। ମଦ୍ଗୁରୁ ଶ୍ରୀ ଜଗତଗୁରୁ। ତେଣୁ ଗୁରୁମୟ ଏ ଜଗତ। ଏମିତି କେଉଁଠି ଭାଗବତର 11 ସ୍କନ୍ଧ ପଢ଼ିଲେ ଆପଣମାନେ ଜାଣିପାରିବେ ଗୁରୁ ଗୋଟେ ମନୁଷ୍ୟ ଭିତରେ ସୀମିତ ନୁହନ୍ତି। ଏତିକି କହି ମୋ କଥାକୁ ବିଶ୍ରାମ ଦେଉଛି। ଜୟ ଗୁରୁ, ଜୟ ଶିଶୁ ଅନନ୍ତ, ଜୟ ଜ୍ୟୋତିର୍ପ୍ରଭା, ଜୟ ରାମଚଣ୍ଡୀ। ଜୟ ଗୁରୁ, ଜୟ ଗୁରୁ, ଜୟ